ପଞ୍ଚକୃତ୍ୟର ପ୍ରତିପାଦନ। ପ୍ରଣବ ପଞ୍ଚାକ୍ଷର ମନ୍ତ୍ରର ମହତ୍ତ୍ୱ। ବ୍ରହ୍ମା ଓ ବିଷ୍ଣୁଙ୍କ ଦ୍ୱାରା ଭଗବାନ ଶିବଙ୍କ ସ୍ତୁତି ଏବଂ ଶିବଙ୍କର ସେଠାରୁ ଅନ୍ତର୍ଧ୍ୟାନ। ବ୍ରହ୍ମା ଓ ବିଷ୍ଣୁ ପଚାରିଲେ, ପ୍ରଭୁ, ସୃଷ୍ଟି ଆଦି ପାଞ୍ଚକୃତ୍ୟର ଲକ୍ଷଣ କ'ଣ? ଆମକୁ ତାହା କୁହନ୍ତୁ। ଭଗବାନ ଶିବ କହିଲେ, ମୋର କର୍ତ୍ତବ୍ୟକୁ ବୁଝିବା ଅତ୍ୟନ୍ତ ଗହନ, ତଥାପି ମୁଁ କୃପା କରି ତୁମକୁ ସେହି ବିଷୟରେ କହୁଛି। ହେ ବ୍ରହ୍ମା, ହେ ଅଚ୍ୟୁତ, ସୃଷ୍ଟି, ପାଳନ, ସଂହାର, ତିରୋଭାବ ଓ ଅନୁଗ୍ରହ ଏହି ପାଞ୍ଚଟି ହେଉଛି ମୋର ଜଗତର ସମ୍ବନ୍ଧୀୟ କାର୍ଯ୍ୟ, ଯାହାକି ନିତ୍ୟସିଦ୍ଧ। ସୃଷ୍ଟିର ରଚନାର ଆରମ୍ଭକୁ ସ୍ୱର୍ଗ ବା ସୃଷ୍ଟି କହନ୍ତି। ମୋ ଦ୍ୱାରା ପାଳିତ ହୋଇ ସୃଷ୍ଟି ସୁସ୍ଥିରେ ରହିବା ହେଉଛି ତାହାର ସ୍ଥିତି, ତାହାର ବିନାଶ ହିଁ ସଂହାର। ପ୍ରାଣୀମାନଙ୍କର ଉତ୍କ୍ରମଣକୁ ତିରୋଭାବ କହନ୍ତି। ଏଗୁଡ଼ିକରୁ ମୁକ୍ତି ପାଇବା ହିଁ ମୋର ଅନୁଗ୍ରହ। ଏହା ହେଲା ମୋର 5 ପ୍ରକାରର କୃତ୍ୟ। ସୃଷ୍ଟି ଆଦି 4ଟି କୃତ୍ୟ ସଂସାରକୁ ବିସ୍ତାର କରିଥାଏ। ପଞ୍ଚମ କୃତ୍ୟ ଅନୁଗ୍ରହ ମୋକ୍ଷର ହେତୁ ଅଟେ। ତାହା ସଦା ମୋଠାରେ ହିଁ ଅଚଳ ଭାବରେ ସ୍ଥିର ରହିଥାଏ। ମୋର ଭକ୍ତଗଣ ଏହି 5ଟି କୃତ୍ୟକୁ ପାଞ୍ଚଭୂତରେ ଦେଖନ୍ତି। ସୃଷ୍ଟିର ଭୂତଳରେ, ସ୍ଥିତିର ଜଳରେ, ସଂହାର ଅଗ୍ନିରେ, ତିରୋଭାବ ବାୟୁରେ ଓ ଅନୁଗ୍ରହ ଆକାଶରେ ସ୍ଥିତ ଅଟେ। ପୃଥିବୀରୁ ସମସ୍ତଙ୍କର ସୃଷ୍ଟି ହୋଇଥାଏ। ଜଳ ଦ୍ୱାରା ସମସ୍ତଙ୍କର ବୃଦ୍ଧି ଏବଂ ଜୀବନ ରକ୍ଷା ହୋଇଥାଏ। ଅଗ୍ନି ସମସ୍ତଙ୍କୁ ଜଳାଇଥାଏ। ବାୟୁ ସମସ୍ତଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇଯାଇଥାଏ ଏବଂ ଆକାଶ ସମସ୍ତଙ୍କୁ ଅନୁଗୃହୀତ କରିଥାଏ। ବିଦ୍ୱାନ ଲୋକ ଏସବୁ ବିଷୟକୁ ଏହି ରୂପେ ଜାଣିବା ଉଚିତ। ଉପରୋକ୍ତ 5ଟି କୃତ୍ୟର ଭାର ବହନ କରିବା ନିମନ୍ତେ ମୋର 5ଟି ମୁଖ ରହିଛି। ଚାରିଦିଗରେ 4ଟି ମୁଖ ଏବଂ ମଝିରେ ପଞ୍ଚମ ମୁଖ। ପୁତ୍ରମାନେ, ତୁମେ ଦୁହେଁ ତପସ୍ୟା ଦ୍ୱାରା ମୋତେ ପ୍ରସନ୍ନ କରି ମୋ ପରି ପରମେଶ୍ୱରଠାରୁ ସୃଷ୍ଟି ଓ ସ୍ଥିତି ନାମକ 2ଟି କୃତ୍ୟ ପ୍ରାପ୍ତ ହେଲ। ଏ 2ଟି ତୁମର ବହୁତ ପ୍ରିୟ। ଠିକ୍ ଏହିପରି ମୋର ବିଭୂତି ସ୍ୱରୂପ ରୁଦ୍ର ଓ ମହେଶ୍ୱର ମୋର ଅନ୍ୟ 2ଟି ଉତ୍ତମକୃତ ସଂହାର ଓ ତିରୋଭାବ ପ୍ରାପ୍ତ ହେଲେ। ପରନ୍ତୁ ଅନୁଗ୍ରହ ନାମକ କୃତ୍ୟ ଅନ୍ୟ କେହି ପାଇ ନ ପାରେ। ରୁଦ୍ର ଓ ମହେଶ୍ୱର ନିଜ ନିଜ କର୍ମକୁ ଭୁଲି ନାହାନ୍ତି, ତେଣୁ ମୁଁ ସେମାନଙ୍କ ପାଇଁ ନିଜର ସମାନତା ପ୍ରଦାନ କରୁଛି। ସେମାନେ ରୂପ, ବେଶ, କୃତ, ବାହନ, ଆସନ, ଆୟୁଧ ଇତ୍ୟାଦିରେ ମୋ ସମାନ ଅଟନ୍ତି। ମୁଁ ପୂର୍ବ କାଳରେ ନିଜ ସ୍ୱରୂପଭୂତ ମନ୍ତ୍ର ଉପଦେଶ ଦେଇଥିଲି, ଯାହାକି ଓଁକାର ନାମରେ ପ୍ରସିଦ୍ଧ। ତାହା ପରମ ମଙ୍ଗଳକାରୀ ମନ୍ତ୍ର। ସର୍ବପ୍ରଥମେ ମୋ ମୁଖରୁ ଓଁକାର ପ୍ରକଟ ହୋଇଥିଲା, ଯାହାକି ମୋର ସ୍ୱରୂପବୋଧ କରାଯାଏ। ଓଁକାର ହେଉଛି ବାଚକ ଓ ମୁଁ ହେଉଛି ବାଚ୍ୟ। ଏହି ମନ୍ତ୍ର ମୋର ସ୍ୱରୂପ। ପ୍ରତିଦିନ ଓଁକାର ନିରନ୍ତର ସ୍ମରଣ କଲେ ମୋର ସ୍ମରଣ ହୋଇଯାଏ। ମୋର ଉତ୍ତରବର୍ତ୍ତା ମୁଖରୁ ଆକାର, ପଶ୍ଚିମ ମୁଖରୁ ଉକାର, ଦକ୍ଷିଣ ମୁଖରୁ ମକାର, ପୂର୍ବବର୍ତ୍ତୀ ମୁଖରୁ ବିନ୍ଦୁ ଓ ମଧ୍ୟବର୍ତ୍ତୀ ମୁଖରୁ ନାଦ ପ୍ରକଟ ହୋଇଥିଲା। ଏହି ପ୍ରକାରରେ 5 ଅବୟବଯୁକ୍ତ ଓଁକାର ବିସ୍ତାର ହେଲା। ଏ ସମସ୍ତ ଅବୟବରେ ଏକଭୂତ ହୋଇ ସେହି ପ୍ରଣବ ଓଁ ନାମକୁ ଏକାକ୍ଷରରେ ପରିଣତ ହୋଇଗଲା। ନାମ ରୂପାତ୍ମକ ସମଗ୍ର ଜଗତ ତଥା ବେଦରୁ ଉତ୍ପନ୍ନ ସ୍ତ୍ରୀ ପୁରୁଷ ବର୍ଗୀ ରୂପୀ 2ଟି କୂଳ ଏ ପ୍ରବଳ ମନ୍ତ୍ରରେ ବ୍ୟାପ୍ତ ଅଟେ। ଏହି ମନ୍ତ୍ର ଉଭୟ ଶିବ ଓ ଶକ୍ତିଙ୍କର ବୋଧକ। ଏଇଥିରୁ ପଞ୍ଚାକ୍ଷର ମନ୍ତ୍ରର ଉତ୍ପତ୍ତି ହୋଇଛି, ଯାହାକି ମୋର ସକଳ ରୂପର ବୋଧକ। ତାହା ଆକାରାଦି କର୍ମରେ ଓ ନକାରାଦି କର୍ମରେ କ୍ରମଶଃ ପ୍ରକାଶ ପାଇଛି। ଓଁ ନମଃ ଶିବାୟ ଏହି ପଞ୍ଚାକ୍ଷର ମନ୍ତ୍ର ଅଟେ। ପଞ୍ଚାକ୍ଷର ମନ୍ତ୍ର ମାତୃକା ବର୍ଣ୍ଣ ପ୍ରକଟ ହୋଇଛନ୍ତି, ଯାହାକି 5 ଭେଦ ଯୁକ୍ତ। ତହିଁରୁ ଶିରୋମନ୍ତ୍ର ସହିତ ତ୍ରିପଦା ଗାୟତ୍ରୀ ପ୍ରକଟ ହୋଇଛି।
ପୁଣି ସେହି ଗାୟତ୍ରୀରୁ ସମସ୍ତ ବେଦ ପ୍ରକଟ ହୋଇଛନ୍ତି। ବେଦରୁ କୋଟି କୋଟି ମନ୍ତ୍ର ବାହାରିଛନ୍ତି। ସେହି ସବୁ ମନ୍ତ୍ର ଦ୍ୱାରା ଭିନ୍ନ ଭିନ୍ନ କାର୍ଯ୍ୟ ସିଦ୍ଧି ହୋଇଥାଏ। ମାତ୍ର ପ୍ରଣବ ଓ ପଞ୍ଚାକ୍ଷର ଦ୍ୱାରା ସମସ୍ତ ମନୋରଥ ସିଦ୍ଧ ହୋଇଥାଏ। ଭୋଗ ଓ ମୋକ୍ଷ ଉଭୟ ସିଦ୍ଧ ହୋଇଥାଏ। ମୋର ସକଳ ସ୍ୱରୂପ ସହ ସମ୍ବନ୍ଧିତ ସମସ୍ତ ମନ୍ତ୍ରରାଜ ସାକ୍ଷାତ ଭୋଗ ପ୍ରଦାୟକ ଓ ଶୁଭକାରକ ଅଟନ୍ତି। ନନ୍ଦିକେଶ୍ୱର କହୁଛନ୍ତି, ଏହାପରେ ଜଗଦମ୍ବା ପାର୍ବତୀଙ୍କ ସହିତ ବିରାଜମାନ ଗୁରୁବର ମହାଦେବ ଉତ୍ତରାଭିମୁଖ ହୋଇ ବସିଥିବା ବ୍ରହ୍ମା ଓ ବିଷ୍ଣୁଙ୍କୁ ବସ୍ତ୍ରରେ ଘୋଡ଼ାଇ ପକାଇ ସେମାନଙ୍କ ମସ୍ତକ ଉପରେ ଆପଣା କରକମଳ ରଖି ଅନୁଚ୍ଚ ସ୍ୱରରେ ଉତ୍ତମ ମନ୍ତ୍ର ଉପଦେଶ ଦେଲେ। ଯନ୍ତ୍ରତନ୍ତ୍ରରେ କଥିତ ବିଧି ଅନୁସାରେ 3 ଥର ମନ୍ତ୍ର ଉଚ୍ଚାରଣ କରି ଭଗବାନ ଶିବ ସେହି 2 ଶିଷ୍ୟଙ୍କୁ ମନ୍ତ୍ର ଦୀକ୍ଷା ଦେଲେ। ତାହାପରେ ସେହି ଶିଷ୍ୟ ଦୁହେଁ ଗୁରୁ ଦକ୍ଷିଣା ରୂପରେ ନିଜକୁ ସମର୍ପିତ କରିଦେଲେ ଏବଂ କରଯୋଡ଼ି ତାଙ୍କ ସମୀପରେ ଛିଡ଼ା ହୋଇ ସେହି ଦେବେଶ୍ୱର ଜଗଦ୍ଗୁରୁଙ୍କୁ ସ୍ତୁତି କଲେ। ବ୍ରହ୍ମା ଓ ବିଷ୍ଣୁ କହିଲେ, ପ୍ରଭୁ ଆପଣ ନିଷ୍କଳ ରୂପ ଅଟନ୍ତି। ଆପଣଙ୍କୁ ନମସ୍କାର। ଆପଣଙ୍କର ନିଷ୍କଳ ତେଜରେ ପ୍ରକାଶିତ ହୁଅନ୍ତି। ଆପଣଙ୍କୁ ନମସ୍କାର। ଆପଣ ସମସ୍ତଙ୍କର ସ୍ୱାମୀ। ଆପଣଙ୍କୁ ନମସ୍କାର। ଆପଣଙ୍କ ପରି ସର୍ବାତ୍ମାଙ୍କୁ ନମସ୍କାର ଅଥବା ଆପଣଙ୍କ ପରି ସକଳ ସ୍ୱରୂପ ମହେଶ୍ୱରଙ୍କୁ ନମସ୍କାର। ଆପଣ ପ୍ରବଣର ବାଚାର୍ଥ ଅଟନ୍ତି। ଆପଣଙ୍କୁ ନମସ୍କାର। ଆପଣ ପ୍ରଣବଲିଙ୍ଗ ଅଟନ୍ତି। ଆପଣଙ୍କୁ ନମସ୍କାର। ସୃଷ୍ଟି, ପାଳନ, ସଂହାର, ତିରୋଭାବ ଓ ଅନୁଗ୍ରହ କରିଥିବା ଆପଣଙ୍କୁ ନମସ୍କାର। ଆପଣ ପଞ୍ଚାନନ। ଆପଣଙ୍କ ପରି ପରମେଶ୍ୱରଙ୍କୁ ନମସ୍କାର। ପଞ୍ଚବ୍ରହ୍ମ ସ୍ୱରୂପ ପଞ୍ଚକୃତକାରୀଙ୍କୁ ନମସ୍କାର। ଆପଣ ସବୁରି ଆତ୍ମା ଅଟନ୍ତି, ବ୍ରହ୍ମ ଅଟନ୍ତି। ଆପଣଙ୍କ ଗୁଣ ଓ ଶକ୍ତି ଅନନ୍ତ। ଆପଣଙ୍କୁ ନମସ୍କାର। ଆପଣ ସକଳ ଓ ନିଷ୍କଳ ଉଭୟ ଅଟନ୍ତି। ଆପଣ ସଦ୍ଗୁରୁ ଓ ଶମ୍ଭୁ ଅଟନ୍ତି। ଆପଣଙ୍କୁ ନମସ୍କାର। ମହେଶ୍ୱର କହିଲେ, ଆଦ୍ୟା ନକ୍ଷତ୍ରଯୁକ୍ତ ଚତୁର୍ଦ୍ଦଶୀକୁ ପ୍ରଣବ ଜପ କଲେ ତାହା ଅକ୍ଷୟ ଫଳ ପ୍ରଦାନ କରେ। ସୂର୍ଯ୍ୟ ସଂକ୍ରାନ୍ତିରେ ଯୁକ୍ତ ମହା ଆର୍ଦ୍ର ନକ୍ଷତ୍ରରେ ଥରେ କରାଯାଇଥିବା ପ୍ରଣବ ଜପ କୋଟିଗୁଣ ଜପର ଫଳ ପ୍ରଦାନ କରେ। ମୃଗଶିରା ନକ୍ଷତ୍ରରେ ଅନ୍ତିମ ଭାଗ ତଥା ପୁନର୍ବସୁର ଆଦ୍ୟ ଭାଗ ପୂଜା, ହୋମ ଓ ତର୍ପଣ ଇତ୍ୟାଦି ପାଇଁ ସଦା ଆର୍ଦ୍ର ସମାନ ହୋଇଥାଏ ବୋଲି ବୁଝିବା ଉଚିତ। ମୋର ଓ ମୋର ଲିଙ୍ଗର ଦର୍ଶନ ପ୍ରଭାତ କାଳରେ ଅର୍ଥାତ୍ ପ୍ରାତଃ ଓ ସଙ୍ଗମ କାଳରେ କରିବା ଉଚିତ। ମୋର ଦର୍ଶନ ପୂଜନ ପାଇଁ ଚତୁର୍ଦ୍ଦଶୀ ତିଥିକୁ ନିଶା ବ୍ୟାସିନୀ ଅଥବା ପ୍ରଦୋଷ ବ୍ୟାପିନୀ ଦେଖି ଗ୍ରହଣ କରିବା ଉଚିତ। କାରଣ ପରବର୍ତ୍ତୀ ତିଥିରେ ସଂଯୁକ୍ତ ଚତୁର୍ଦ୍ଦଶୀ ପ୍ରଶଂସନୀୟ ଧରାଯାଏ। ପୂଜା ପାଇଁ ମୋର ମୂର୍ତ୍ତି ତଥା ଲିଙ୍ଗ ଉଭୟ ସମାନ। ତଥାପି ମୂର୍ତ୍ତି ଅପେକ୍ଷା ଲିଙ୍ଗର ସ୍ଥାନ ଉଚ୍ଚତର। ତେଣୁ ମୁମୁକ୍ଷୁ ବ୍ୟକ୍ତି ପକ୍ଷେ ଲିଙ୍ଗକୁ ମୂର୍ତ୍ତିଠାରୁ ଅଧିକ ଶ୍ରେଷ୍ଠ ମଣି ପୂଜା କରିବା ଉଚିତ। ଲିଙ୍ଗକୁ ଓଁକାର ମନ୍ତ୍ରରେ ଓ ମୂର୍ତ୍ତିକୁ ପଞ୍ଚାକ୍ଷର ମନ୍ତ୍ରରେ ପୂଜା କରିବା ଉଚିତ। ଶିବଲିଙ୍ଗ ସ୍ୱୟଂ ସ୍ଥାପନ କରି ଅଥବା ଅନ୍ୟ ଦ୍ୱାରା ସ୍ଥାପନ କରାଇ ଉତ୍ତମ ଦ୍ରବ୍ୟମୟ ଉପଚାରରେ ପୂଜା କରିବା ଉଚିତ। ଏହା ଫଳରେ ମୋର ପଦ ପ୍ରାପ୍ତି କରିବା ସୁଲଭ ହୋଇଥାଏ। ଏହି ପ୍ରକାରରେ ସେହି ଶିଷ୍ୟ ଦୁହିଁଙ୍କୁ ଉପଦେଶ ଦେଇ ଭଗବାନ ଶିବ ସେହିଠାରୁ ଅନ୍ତର୍ନିହିତ ହୋଇଗଲେ। ଶିବଲିଙ୍ଗର ସ୍ଥାପନା, ତାହାର ଲକ୍ଷଣ, ପୂଜାବିଧି ତଥା ଶିବପଦ ପ୍ରାପ୍ତି କରାଉଥିବାର ସତ୍କର୍ମର ବିବେଚନ। ଋଷିମାନେ ପଚାରିଲେ, ସୁତ ମହାଭାଗ, ଶିବଲିଙ୍ଗର ସ୍ଥାପନ କରିବା ଉଚିତ, ତାହାର ଲକ୍ଷଣ କ'ଣ? ତଥା ତାହାର ପୂଜା କେଉଁପରି, କେଉଁ ଦେଶ ବା କାଳରେ କରିବା ଉଚିତ ଏବଂ କେଉଁ ଦ୍ରବ୍ୟ ଦ୍ୱାରା ତାହା ନିର୍ମାଣ କରିବା ଉଚିତ? ସୂତ କହିଲେ, ମହର୍ଷିଗଣ, ମୁଁ ତୁମ୍ଭମାନଙ୍କ ଆଗରେ ଏହି ବିଷୟର ବର୍ଣ୍ଣନା କରୁଛି। ମନ ଦେଇ ଶୁଣ ଓ ବୁଝ। ଅନୁକୂଳ ଓ ଶୁଭ ସମୟ ଦେଖି କୌଣସି ପବିତ୍ର ତୀର୍ଥ ବା ନଦୀ ଆଦିର ତଟରେ ନିଜ ରୁଚି ଅନୁସାରେ ଏପରି ସ୍ଥାନରେ ଶିବଲିଙ୍ଗ ସ୍ଥାପନ କରିବା ଉଚିତ,
ଯେଉଁଠିକି ନିତ୍ୟ ପୂଜନ କରିବା ସମ୍ଭବପର ହୋଇଥିବ। ପାର୍ଥିବ ଦ୍ରବ୍ୟରେ ଜଳମୟ ଦ୍ରବ୍ୟରେ ଅଥବା ତୈଜସ ପଦାର୍ଥରେ ନିଜ ରୁଚି ଅନୁସାରେ କଳ୍ପୋକ୍ତ ଲକ୍ଷଣଯୁକ୍ତ ଶିବଲିଙ୍ଗ ନିର୍ମାଣ କରି ତାହାକୁ ପୂଜା କଲେ ଉପାସକକୁ ସେହି ପୂଜନର ପୂର୍ଣ୍ଣ ଫଳ ପ୍ରାପ୍ତ ହୁଏ। ଯଦି ସମସ୍ତ ଶୁଭ ଲକ୍ଷଣଯୁକ୍ତ ଓ ଶିବଲିଙ୍ଗକୁ ପୂଜା କରାଯାଏ ତେବେ ତାହା ଅବିଳମ୍ବେ ଫଳ ପ୍ରଦାନ କରିଥାଏ। ଯଦି ଚଳ ପ୍ରତିଷ୍ଠା କରିବାକୁ ଥିବ ତେବେ ଛୋଟ ଶିବଲିଙ୍ଗ ଅର୍ଥାତ୍ ବିଗ୍ରହ ଶ୍ରେଷ୍ଠ। ଉତ୍ତମ ଲକ୍ଷଣଯୁକ୍ତ ଶିବଲିଙ୍ଗକୁ ପୀଠ ସହିତ ସ୍ଥାପନ କରିବା ଉଚିତ। ଶିବଲିଙ୍ଗର ପୀଠ ମଣ୍ଡଳାକାର, ଚାରିକୋଣିଆ, ତ୍ରିକୋଣାକାର ଅଥବା ଖଟର ଗୋଡ଼ ପରି ଉପର ଓ ତଳ ମୋଟା ଏବଂ ମଧ୍ୟଭାଗ ପତଳା ହେବା ଉଚିତ। ଏହିପରି ଲିଙ୍ଗପୀଠ ମହାନ ଫଳଦାୟକ ହୋଇଥାଏ। ପ୍ରଥମେ ମାଟି, ପଥର ଇତ୍ୟାଦିରେ ଅଥବା ଲୌହାଦିରେ ଶିବଲିଙ୍ଗ ନିର୍ମାଣ କରିବା ଉଚିତ। ଯେଉଁ ଦ୍ରବ୍ୟରେ ଶିବଲିଙ୍ଗ ନିର୍ମାଣ ହେବ ସେଇଥିରେ ତାହାର ପୀଠ ମଧ୍ୟ ନିର୍ମିତ ହେବା ଉଚିତ। ଏହା ହିଁ ସ୍ଥାବର ଶିବଲିଙ୍ଗ ବିଷୟରେ ମୁଖ୍ୟ କଥା। ଚର ଶିବଲିଙ୍ଗରେ ମଧ୍ୟଲିଙ୍ଗ ଓ ପୀଠର ଉପାସନା ସମାନ ହେବା ଉଚିତ, କିନ୍ତୁ ବାଣଲିଙ୍ଗ ପାଇଁ ଏପରି ନିୟମ ନାହିଁ। ଲିଙ୍ଗର ଲମ୍ବ ନିର୍ମାଣକାରୀ ବା ସ୍ଥାପନକାରୀ ଯଜମାନଙ୍କ ହାତରେ 12 ଅଙ୍ଗୁଳି ପରିମିତ ହେବା ଆବଶ୍ୟକ। ଏପରି ଶିବଲିଙ୍ଗକୁ ଉତ୍ତମ କୁହାଯାଏ। ଏହାଠାରୁ କମ୍ ଲମ୍ବରେ ହେଲେ ଫଳରେ ନ୍ୟୁନତା ଆସିଥାଏ, ଅଧିକ ହେଲେ କୌଣସି ଦୋଷ ନାହିଁ। ଚର ଲିଙ୍ଗରେ ମଧ୍ୟ ସେହିପରି କିଛି ନିୟମ ରହିଛି। ତାହାର ଲମ୍ବ ଅତି କମରେ କର୍ତ୍ତାର 1 ଅଙ୍ଗୁଳି ପରିମିତ ହେବା ଉଚିତ। ଏହାଠାରୁ ଛୋଟ ଲିଙ୍ଗ ଅଳ୍ପ ଫଳ ଦେଇଥାଏ, କିନ୍ତୁ ଏହାଠାରୁ ଅଧିକ ହେଲେ କିଛି ଦୋଷ ନାହିଁ। ଯଜମାନ ପ୍ରଥମେ ଶିଳ୍ପଶାସ୍ତ୍ର ଅନୁସାରେ ଗୋଟିଏ ବିମାନ ବା ଦେବାଳୟ ନିର୍ମାଣ କରାଇବେ, ଯାହାକି ଦେବଗଣଙ୍କ ମୂର୍ତ୍ତିରେ ଅଳଙ୍କୃତ ହୋଇଥିବ। ତାହାଙ୍କ ଗର୍ଭଗୃହ ଅତ୍ୟନ୍ତ ସୁନ୍ଦର, ସୁଦୃଢ଼ ଓ ଦର୍ପଣ ପରି ସ୍ୱଚ୍ଛ ହୋଇଥିବ। ତାହାକୁ 9 ପ୍ରକାର ରତ୍ନରେ ବିଭୂଷିତ କରାଯାଇଥିବ। ତାର ପୂର୍ବ ଓ ପଶ୍ଚିମ ଦିଗରେ 2ଟି ମୁଖ୍ୟ ଦ୍ୱାର ଥିବ। ଯେଉଁଠି ଶିବଲିଙ୍ଗ ସ୍ଥାପନ କରାଯିବ ସେଠାକାର ଗର୍ତ୍ତରେ ନୀଳମଣି, ଲାଲ ରତ୍ନ, ବୈଡୂର୍ଯ୍ୟ, ଶ୍ୟାମ, ମରକତ, ମୋତି, ପ୍ରବାଳ, ଗୋମେଦ ଓ ହୀରା ଏହି 9ଟି ରତ୍ନ ତଥା ଅନ୍ୟାନ୍ୟ ମହତ୍ତ୍ୱପୂର୍ଣ୍ଣ ଦ୍ରବ୍ୟ ବୈଦିକ ମନ୍ତ୍ର ଉଚ୍ଚାରଣ ପୂର୍ବକ ପୋତିବେ। ସଦ୍ୟଜାତ ଆଦି 5ଟି ବୈଦିକ ମନ୍ତ୍ର ଦ୍ୱାରା ଶିବଲିଙ୍ଗକୁ 5ଟି ସ୍ଥାନରେ ପୂଜା କରି ଅଗ୍ନିରେ ହବିଷ୍ୟ ଆହୁତି ଦେବେ। ସପରିବାର ମତେ ପୂଜା କରି ଗୁରୁ ସ୍ୱରୂପ ଆଚାର୍ଯ୍ୟଙ୍କୁ ଧନରେ ତଥା ଭାଇ ବନ୍ଧୁଙ୍କୁ ସେମାନଙ୍କୁ ଅଭିଳଷିତ ବସ୍ତୁରେ ସନ୍ତୁଷ୍ଟ କରିବେ। ଭିକ୍ଷୁକମାନଙ୍କୁ ଜଳ, ସୁବର୍ଣ୍ଣ, ଗୃହ, ଭୂସମ୍ପତ୍ତି ତଥା ଚେତନ, ଧେନୁ ଇତ୍ୟାଦି ବୈଭବ ପ୍ରଦାନ କରିବେ। ସ୍ଥାବର ଜଙ୍ଗମ ସମସ୍ତ ଜୀବଙ୍କୁ ଯତ୍ନପୂର୍ବକ ସନ୍ତୁଷ୍ଟ କରି ଗୋଟିଏ ଗର୍ତ୍ତରେ ସୁବର୍ଣ୍ଣ ଓ ନବରତ୍ନ ପକାଇ ସଦ୍ୟଜାତାଦି ବୈଦିକ ମନ୍ତ୍ର ଉଚ୍ଚାରଣ ପୂର୍ବକ ପରମ କଲ୍ୟାଣକାରୀ ମହାଦେବଙ୍କୁ ଧ୍ୟାନ କରିବେ। ତାପରେ ନାଦଘୋଷଯୁକ୍ତ ମହାମନ୍ତ୍ର ଓଁକାର ଉଚ୍ଚାରଣ ପୂର୍ବକ ଉକ୍ତ ଗର୍ତ୍ତରେ ଶିବଲିଙ୍ଗ ସ୍ଥାପନ କରି ତାହାକୁ ପୀଠ ସହ ସଂଯୁକ୍ତ କରିବେ। ଏହି ରୂପ ପୀଠଯୁକ୍ତ ଲିଙ୍ଗ ସ୍ଥାପନ କରି ତାହାକୁ ସ୍ଥାୟୀ ଲେପ ଦ୍ୱାରା ଯୋଡ଼ି ସ୍ଥିର କରିଦେବେ। ଏହିପରି ସେଠାକାରେ ପରମ ସୁନ୍ଦର ମୂର୍ତ୍ତି ମଧ୍ୟ ସ୍ଥାପନ କରିବା ଉଚିତ। ସାରାଂଶ ଏହି ଯେ ଭୂମି, ସଂସାର ଇତ୍ୟାଦିରେ ସମସ୍ତ ବିଧିକୁ ଲିଙ୍ଗ ପ୍ରତିଷ୍ଠା ନିମନ୍ତେ ଯେପରି କରିବାକୁ ନିର୍ଦ୍ଦେଶ ରହିଛି, ସେହିପରି ମୂର୍ତ୍ତି ପ୍ରତିଷ୍ଠା ନିମନ୍ତେ ମଧ୍ୟ କରିବେ। ଅନ୍ତର କେବଳ ଏତିକି ଯେ ଲିଙ୍ଗ ପ୍ରତିଷ୍ଠା ନିମନ୍ତେ ପ୍ରଣବ ମନ୍ତ୍ର ଉଚ୍ଚାରଣ କରିବାର ବିଧାନ ରହିଥିବା ବେଳେ ମୂର୍ତ୍ତି ପ୍ରତିଷ୍ଠା ନିମନ୍ତେ ପଞ୍ଚାକ୍ଷର ମନ୍ତ୍ର ଉଚ୍ଚାରଣ କରିବାର ବିଧାନ ରହିଛି। ଯେଉଁଠି ଲିଙ୍ଗ ପ୍ରତିଷ୍ଠା ହୋଇଛି ସେଠାରେ ମଧ୍ୟ ଉତ୍ସବ ସମୟରେ ବାହାରକୁ ଶୋଭାଯାତ୍ରାରେ ବାହାରିବା ପାଇଁ ମୂର୍ତ୍ତିର ରହିବା ଆବଶ୍ୟକ। ମୂର୍ତ୍ତି ବାହାରୁ ମଧ୍ୟ ନିଆଯାଇପାରେ, କିନ୍ତୁ ତାହାକୁ
ଗୁରୁଜନଙ୍କ ଠାରୁ ଗ୍ରହଣ କରିବେ। ବାହାର କେବଳ ସେହି ମୂର୍ତ୍ତି ନେବା ଉପଯୁକ୍ତ ଯେଉଁ ମୂର୍ତ୍ତି ସାଧୁ ପୁରୁଷଙ୍କ ଦ୍ୱାରା ପୂଜିତ ହୋଇଥିବ। ଏହି ରୂପେ ଲିଙ୍ଗରେ ଓ ମୂର୍ତ୍ତିରେ କରାଯାଇଥିବା ଶିବ ପୂଜା ଶିବ ପ୍ରଦାନ କରିଥାଏ। ସ୍ଥାବର ଓ ଜଙ୍ଗମ ଭେଦରେ ଲିଙ୍ଗ ମଧ୍ୟ ଦୁଇ ପ୍ରକାରର। ବୃକ୍ଷ ଲତା ଇତ୍ୟାଦିକୁ ସ୍ଥାବର ଲିଙ୍ଗ କହନ୍ତି ଏବଂ କୃମି କୀଟ ଆଦିଙ୍କୁ ଜଙ୍ଗମ ଲିଙ୍ଗ କହନ୍ତି। ସ୍ଥାବର ଲିଙ୍ଗକୁ ଜଳାଦି ଦେଇ ସେବା କରିବା ଉଚିତ ଏବଂ ଜଙ୍ଗମ ଲିଙ୍ଗକୁ ଆହାର ଓ ଜଳାଦି ଦେଇ ତୃପ୍ତି କରିବା ଉଚିତ। ସେହି ସ୍ଥାବର ଓ ଜଙ୍ଗମ ଜୀବଙ୍କୁ ସୁଖ ଦେବାରେ ଅନୁରକ୍ତ ହେବା ମଧ୍ୟ ଭଗବାନ ଶିବଙ୍କର ପୂଜନ ବୋଲି ବିଦ୍ୱାନମାନେ ଗ୍ରହଣ କରିଛନ୍ତି। ପ୍ରକୃତିରେ ଚରାଚର ଜୀବଙ୍କୁ ହିଁ ଭଗବାନ ଶିବଙ୍କର ପ୍ରତୀକ ମାନି ସମସ୍ତଙ୍କୁ ପୂଜା କରିବା ଆବଶ୍ୟକ। ଉପରୋକ୍ତ ପ୍ରକାରରେ ମହାଲିଙ୍ଗ ସ୍ଥାପନ କରି ବିବିଧ ଉପଚାର ଦ୍ୱାରା ପୂଜା କରିବେ। ନିଜ ଶକ୍ତି ଅନୁସାରେ ନିତ୍ୟ ପୂଜା କରିବା ଉଚିତ ଏବଂ ଦେବାଳୟ ନିକଟରେ ଧ୍ୱଜାରୋପଣ ଇତ୍ୟାଦି କରିବା ଉଚିତ। ଶିବଲିଙ୍ଗ ସାକ୍ଷାତ ଶିବଙ୍କ ପଦ ପ୍ରଦାନ କରିଥାଏ ଅଥବା ଚରଲିଙ୍ଗକୁ ଷୋଡ଼ଶ ଉପଚାର ଦ୍ୱାରା ଯଥୋଚିତ ରୀତିରେ କ୍ରମଶଃ ପୂଜା କଲେ ତାହା ମଧ୍ୟ ଶିବପଦ ପ୍ରଦାନ କରିଥାଏ। ଆବାହନ ଆସନ ଅର୍ଘ୍ୟ ପାଦ୍ୟ ପାଦାଙ୍ଗି ଆଚମନଂ ଅଭଙ୍ଗ ସ୍ନାନ ଓ ବସ୍ତ୍ର ଓ ଉପବୀତ ଗନ୍ଧ ପୁଷ୍ପ ଧୂପ ଦୀପ ନୈବେଦ୍ୟ ତାମ୍ବୁଳ ଅର୍ପଣ ନୀରାଜନ ନମସ୍କାର ଓ ବିସର୍ଜନ ଏହା ହେଲା ଷୋଡ଼ଶ ଉପଚାର ଅଥବା ଅର୍ଘ୍ୟଠାରୁ ଆରମ୍ଭ କରି ନୈବେଦ୍ୟ ପର୍ଯ୍ୟନ୍ତ ବିଧିବଦ୍ଧ ପୂଜା କରିବେ। ଅଭିଷେକ ନୈବେଦ୍ୟ ନମସ୍କାର ଓ ତର୍ପଣ ଗୁଡ଼ିକୁ ଯଥାଶକ୍ତି ନିତ୍ୟ କରିବେ। ଏହିପରି ଶିବ ପୂଜନ ଶିବପଦ ପ୍ରାପ୍ତ କରାଯାଇଥାଏ। ଅଥବା କୌଣସି ମନୁଷ୍ୟ ଦ୍ୱାରା ସ୍ଥାପିତ ଶିବଲିଙ୍ଗ ଋଷିଙ୍କ ଦ୍ୱାରା ସ୍ଥାପିତ ଶିବଲିଙ୍ଗ ଦେବତାଙ୍କ ଦ୍ୱାରା ସ୍ଥାପିତ ଶିବଲିଙ୍ଗ ଆପେ ଆପେ ପ୍ରକଟ ହୋଇଥିବା ସ୍ୱୟଂଭୂଲିଙ୍ଗ ଏବଂ ନିଜ ଦ୍ୱାରା ସ୍ଥାପିତ ନୂତନ ଶିବଲିଙ୍ଗ ମଧ୍ୟରେ ଉପଚାର ସମର୍ପଣ ପୂର୍ବକ ଯଥାସମ୍ଭବ ପୂଜା କଲେ ବା ପୂଜନ ସାମଗ୍ରୀ ପ୍ରଦାନ କଲେ ମନୁଷ୍ୟ ଉପରୋକ୍ତ ଫଳ ପାଇଥାଏ। କ୍ରମଶଃ ପରିକ୍ରମା ଓ ନମସ୍କାର କଲେ ମଧ୍ୟ ଶିବଙ୍କର ଶିବପଦ ପ୍ରଦାନ କରାଯାଇଥାଏ। ଯଦି ନିୟମ ପୂର୍ବକ ଶିବଲିଙ୍ଗର ଦର୍ଶନ କରାଯାଏ ତାହା ମଧ୍ୟ କଲ୍ୟାଣକାରୀ ହୋଇଥାଏ। ମାଟିରେ ଅଟାରେ ଗାଈ ଗୋବରରେ ଫୁଲରେ କନିଅର ଫୁଲରେ ଗୁଡ଼ରେ ଲହୁଣୀରେ ଭସ୍ମ ଅଥବା ଅନ୍ନରେ ମଧ୍ୟ ନିଜ ରୁଚି ଅନୁସାରେ ଶିବଲିଙ୍ଗ ନିର୍ମାଣ କରି ତଦନୁସାରେ ତାହାର ପୂଜା କରିପାରିବେ ଅଥବା ପ୍ରତିଦିନ 10,000 ପ୍ରବଣ ମନ୍ତ୍ର ଜପ କରିବେ ଅଥବା ଉଭୟ ସନ୍ଧ୍ୟାରେ 1000 ଲେଖାଏଁ ପ୍ରଣବ ଜପ କରିବେ। ଏହି କ୍ରମ ମଧ୍ୟ ଶିବପଦ ପ୍ରାପ୍ତ କରାଇଥାଏ ବୋଲି ଜାଣିବା ଉଚିତ। ଜପ କାଳରେ ମକାରାନ୍ତ ପ୍ରବଣ ଉଚ୍ଚାରଣ ମନକୁ ଶୁଦ୍ଧ କରିଥାଏ। ସମାଧିରେ ମାନସିକ ଜପର ବିଧାନ ରହିଛି। ଅନ୍ୟ ସବୁ ସମୟରେ ଉପାଂଶୁ ଜପ କରିବାର ଉଚିତ। ନାଦ ଓ ବିନ୍ଦୁରେ ଯୁକ୍ତ ଓଁକାର ଉଚ୍ଚାରଣକୁ ବିଦ୍ୱାନ ପୁରୁଷ ସମାନ ପ୍ରଣବ କହିଥାନ୍ତି। ଯଦି ପ୍ରତିଦିନ ଆଦରପୂର୍ବକ 10,000 ପଞ୍ଚାକ୍ଷର ମନ୍ତ୍ର ଜପ କରାଯାଏ ଅଥବା ଉଭୟ ସନ୍ଧ୍ୟାରେ 1000 ଲେଖାଏଁ ଜପ କରାଯାଏ ତେବେ ତାହାକୁ ଶିବପଦ ପ୍ରାପ୍ତିକାରକ ବୋଲି ବୁଝିବା ଉଚିତ। ବ୍ରାହ୍ମଣଙ୍କ ଠାରେ ଆରମ୍ଭରେ ବ୍ରବଣ ଯୁକ୍ତ କରି ପଞ୍ଚାକ୍ଷର ମନ୍ତ୍ର ଜପ କରିବା ଉତ୍ତମ। କଳସ ଦ୍ୱାରା କରାଯାଇଥିବା ସ୍ନାନ ମନ୍ତ୍ର ଦୀକ୍ଷା ମାତୃକାନ୍ୟାସ ସତ୍ୟପୁତ ବ୍ରାହ୍ମଣ ତଥା ଜ୍ଞାନୀ ଗୁରୁ ଏ ସମସ୍ତ ଉତ୍ତମ ବୋଲି ଧରାଯାଇଥାଏ। ଦ୍ୱିଜଙ୍କ ପାଇଁ ନମଃ ଶିବାୟ ଉଚ୍ଚାରଣ କରିବା ବିଧାନ ରହିଛି। ଦ୍ୱିଜେତରଙ୍କ ପାଇଁ ଶେଷ ନମଃ ଯୋଡ଼ି ବିଧି ଅଛି ଅର୍ଥାତ୍ ସେମାନେ ଶିବାୟ ନମଃ ଉଚ୍ଚାରଣ କରିବେ। ନାରୀମାନଙ୍କ ପାଇଁ କେଉଁଠି ବିଧିପୂର୍ବକ ନମୋକ୍ତ ଉଚ୍ଚାରଣ କରିବାର ବିଧାନ ଅଛି ଅର୍ଥାତ୍ ସେମାନେ ମଧ୍ୟ ଶିବାୟ ନମଃ ଜପ କରିବେ। କେତେକ ଋଷି ବ୍ରାହ୍ମଣୀଙ୍କ ପାଇଁ ନମଃ ପୂର୍ବକ ଶିବାୟ ଜପ କରିବାକୁ ଅନୁମତି ଦିଅନ୍ତି ଅର୍ଥାତ୍ ସେମାନେ ନମଃ ଶିବାୟ ଜପିବେ। ପଞ୍ଚାକ୍ଷର ମନ୍ତ୍ରକୁ 5 କୋଟି ଜପି ମନୁଷ୍ୟ ଭଗବାନ ସଦାଶିବଙ୍କ ସମାନ ହୋଇଯାଏ। 1 କୋଟି 2 କୋଟି 3 କୋଟି ବା 4 କୋଟି ଜପ କଲେ ଯଥାକ୍ରମେ ବ୍ରହ୍ମା ବିଷ୍ଣୁ ରୁଦ୍ର ଓ ମହେଶ୍ୱରଙ୍କ ପଦପ୍ରାପ୍ତି ହୋଇଥାଏ। ଅଥବା ମନ୍ତ୍ରରେ ଯେତିକି ଅକ୍ଷର ରହିଛି ସେଗୁଡ଼ିକୁ ପୃଥକ୍ ପୃଥକ୍ କରି ଲକ୍ଷେ ଲେଖାଏଁ ଜପିବେ ଅଥବା ସମସ୍ତ ଅକ୍ଷରକୁ ଏକାଠି କଲେ ଯେତିକି ଅକ୍ଷର ହେବ ସେତିକି ଲକ୍ଷ ଜପିବେ।
ଏହିପରି ଜପ ଶିବପଦ ପ୍ରାପ୍ତିକାରକ ବୋଲି ବୁଝିବା ଉଚିତ। ଯଦି ହଜାରେ ଦିନ ଭିତରେ ପ୍ରତିଦିନ 1000 ଲେଖାଏଁ ଜପ କ୍ରମରେ 10,00,000 ପଞ୍ଚାକ୍ଷର ମନ୍ତ୍ର ଜପ ପୂର୍ଣ୍ଣ ହୋଇଯାଏ ଏବଂ ପ୍ରତିଦିନ ବ୍ରାହ୍ମଣଙ୍କୁ ଭୋଜନ ଦିଆଯାଏ, ତେବେ ସେହି ମନ୍ତ୍ର ଅଭୀଷ୍ଟ କାର୍ଯ୍ୟ ସିଦ୍ଧି ହେବାକୁ ଲାଗେ। ବ୍ରାହ୍ମଣ ପ୍ରତିଦିନ ସକାଳୁ 1008 ଥର ଗାୟତ୍ରୀ ଜପ କରିବା ଉଚିତ। ଏପରି କଲେ କ୍ରମଶଃ ଶିବପଦ ପ୍ରାପ୍ତ ହୋଇଥାଏ। ବେଦମନ୍ତ୍ର ଓ ବୈଦିକ ସୂକ୍ତ ମଧ୍ୟ ନିୟମପୂର୍ବକ ଜପ କରିବା ଉଚିତ। ବେଦମାନଙ୍କର ପାରାୟଣ ମଧ୍ୟ ଶିବପଦ ପ୍ରାପ୍ତ କରାଇଥାଏ ବୋଲି ବୁଝିବା ଉଚିତ। ଅନ୍ୟାନ୍ୟ ମନ୍ତ୍ରକୁ ମଧ୍ୟ ଯେତିକି ଅକ୍ଷର ସେଥିରେ ଥାଏ ସେତିକି ଲକ୍ଷ ଲକ୍ଷ ଜପ କରିବା ଉଚିତ। ଏପରି ଯଥାଶକ୍ତି ଜପ କଲେ ସେ କ୍ରମଶଃ ଶିବପଦ ମୋକ୍ଷରୁ ପ୍ରାପ୍ତି କରିଥାଏ। ନିଜ ରୁଚି ଅନୁସାରେ କୌଣସି ମନ୍ତ୍ରକୁ ଆଦରି ନେଇ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତିଦିନ ଜପ କରିବା ଉଚିତ ଅଥବା ଓଁକୁ ପ୍ରତିଦିନ 1000 ସଂଖ୍ୟାରେ ଜପିବା ଉଚିତ। ଏପରି କଲେ ଭଗବାନ ଶିବଙ୍କ ଆଜ୍ଞାରେ ସମସ୍ତ ମନୋରଥ ପୂର୍ଣ୍ଣ ହୋଇଥାଏ। ଯେଉଁ ବ୍ୟକ୍ତି ଶିବଙ୍କ ପାଇଁ ଫୁଲ ବଗିଚା ଇତ୍ୟାଦି ତିଆରି କରେ ଏବଂ ଶିବଙ୍କ ସେବା କାର୍ଯ୍ୟ ରୂପୀ ମନ୍ଦିରରେ ଝାଡ଼ୁ ଦେବା ବା ପରିଷ୍କାର କରିବାର ବ୍ୟବସ୍ଥା କରେ, ସେହି ଏହି ପୁଣ୍ୟ କର୍ମ ଶିବପଦ ପ୍ରାପ୍ତ କରିଥାଏ। ଶିବଙ୍କର କାଶୀ ଆଦି କ୍ଷେତ୍ରରେ ଭକ୍ତିପୂର୍ବକ ନିତ୍ୟ ନିବାସ କରିବା ଉଚିତ। ଏହି ଜଡ଼ ଚେତନ ସମସ୍ତଙ୍କୁ ଭୋଗ ଓ ମୋକ୍ଷ ପ୍ରଦାନ କରେ। ତେଣୁ ବିଦ୍ୱାନ ବ୍ୟକ୍ତି ଶିବଙ୍କ କ୍ଷେତ୍ରରେ ଆମରଣ ନିବାସ କରିବା ଉଚିତ। ପୂର୍ଣ୍ଣ କ୍ଷେତ୍ରରେ ସ୍ଥିତ କୂପ, ପୁଷ୍କରିଣୀ, ଜଳାଶୟ ଇତ୍ୟାଦିକୁ ଶିବଗଙ୍ଗା ବୋଲି ବୁଝିବା ଉଚିତ। ଏହା ଶିବଙ୍କର ବଚନ। ସେଠାରେ ସ୍ନାନ, ଦାନ ଓ ଜପ କରି ତେଣୁ ମୃତ୍ୟୁ ପର୍ଯ୍ୟନ୍ତ ଶିବଙ୍କ କ୍ଷେତ୍ରରେ ଆଶ୍ରୟ ନେଇ ରହିବା ଉଚିତ। ଯେ ଶିବକ୍ଷେତ୍ରରେ ନିଜର କୌଣସି ମୃତ୍ୟୁ ସମ୍ପର୍କୀୟଙ୍କ ଦାହ, ଦଶାହ, ମାସିକ ଶ୍ରାଦ୍ଧ, ସପିଣ୍ଡୀକରଣ ବା ବାର୍ଷିକ ଶ୍ରାଦ୍ଧ କରେ ଅଥବା କେବେ ଶିବକ୍ଷେତ୍ରରେ ନିଜ ପିତୃପୁରୁଷଙ୍କୁ ପିଣ୍ଡଦାନ କରେ, ସେ ତତ୍କ୍ଷଣାତ୍ ସବୁ ପାପରୁ ମୁକ୍ତି ହୋଇଯାଏ ଏବଂ ଶେଷରେ ଶିବପଦ ପ୍ରାପ୍ତ ହୁଏ। ଅଥବା ଶିବକ୍ଷେତ୍ରରେ 7, 5, 3 ବା 1 ରାତି ନିବାସ କଲେ ମଧ୍ୟ ମନୁଷ୍ୟକୁ କ୍ରମଶଃ ଶିବପଦ ପ୍ରାପ୍ତି ହୋଇଯାଏ। ଜଗତରେ ନିଜ ନିଜ ବର୍ଣ୍ଣ ଅନୁରୂପ ସଦାଚାର ପାଳନ କଲେ ମଧ୍ୟ ମନୁଷ୍ୟ ଶିବପଦ ଲାଭ କରେ। ସେ ବର୍ଣ୍ଣାନୁକୂଳ ଆଚରଣ ଦ୍ୱାରା ତଥା ଭକ୍ତିଭାବ ଦ୍ୱାରା ନିଜ ସତ୍କର୍ମରେ ଅତିଶୟ ଫଳ ପ୍ରାପ୍ତ ହୁଏ। କାମନା ପୂର୍ବକ କରାଯାଇଥିବା କର୍ମର ଅଭୀଷ୍ଟ ଫଳକୁ ସେ ଖୁବ୍ ଶୀଘ୍ର ପ୍ରାପ୍ତ ହୁଏ। ନିଷ୍କାମ ଭାବରେ କରାଯାଇଥିବା ସମସ୍ତ କର୍ମ ତ ସାକ୍ଷାତ୍ ଶିବପଦ ପ୍ରଦାନ କରିଥାଏ। ଦିନର 3ଟି ବିଭାଗ ରହିଛି, ପ୍ରାତଃ, ମଧ୍ୟାହ୍ନ ଓ ସାୟାହ୍ନ। ଏହି 3 କାଳରେ କ୍ରମଶଃ ଗୋଟିଏ ଗୋଟିଏ ପ୍ରକାରର କର୍ମ ସମ୍ପାଦନ କରାଯାଏ। ପ୍ରାତଃ କାଳରେ ଶାସ୍ତ୍ରବିହୀନ ନିତ୍ୟକର୍ମ ଅନୁଷ୍ଠାନ ପାଇଁ, ମଧ୍ୟାହ୍ନ କାଳରେ ସକାମ କର୍ମ ପାଇଁ ଏବଂ ସାୟଂକାଳ ଶାନ୍ତି କର୍ମ ପାଇଁ ଉପଯୁକ୍ତ ବୋଲି ଜାଣିବା ଉଚିତ। ଏହିପରି ରାତ୍ରିର ମଧ୍ୟ ସମୟ ବିଭାଜନ ହୋଇଛି। ରାତ୍ରିର 4 ପ୍ରହରକୁ ମଧ୍ୟବର୍ତ୍ତୀ 2ଟି ପ୍ରହରକୁ ନିଶାତ କାଳ କୁହାଯାଏ। ବିଶେଷତଃ ସେହି କାଳରେ କରାଯାଇଥିବା ଶିବଙ୍କ ପୂଜା ଅଭୀଷ୍ଟ ଫଳଦାୟକ ହୋଇଥାଏ। ଏହା ଜାଣି ଯେଉଁ ବ୍ୟକ୍ତି କର୍ମ କରେ ସେ ଯଥୋକ୍ତି ଫଳଭାଗୀ ହୋଇଥାଏ। ବିଶେଷତଃ କଳିଯୁଗରେ କର୍ମ ଦ୍ୱାରା ହିଁ ଫଳସିଦ୍ଧି ହୋଇଥାଏ। ନିଜ ନିଜ ଅଧିକାରାନୁସାରେ ଉପରୋକ୍ତ କୌଣସି କର୍ମ ଦ୍ୱାରା ଶିବାରାଧନା କରୁଥିବା ବ୍ୟକ୍ତି ଯଦି ସଦାଚାରୀ ହୋଇଥାଏ ଓ ପାପକୁ ଭୟ କରୁଥାଏ, ତେବେ ସେ ସେହି ସବୁ କର୍ମରୁ ପୂର୍ଣ୍ଣ ଫଳ ନିଶ୍ଚୟ ଲାଭ କରେ। ଋଷିମାନେ କହିଲେ, ସୂତ ମହାଭାଗ, କେଉଁ କେଉଁ ପୁଣ୍ୟ କ୍ଷେତ୍ରରେ ଆଶ୍ରୟ ନେଇ ସମସ୍ତ ନରନାରୀ ଶିବପଦ ପ୍ରାପ୍ତ ହୋଇପାରିବେ, ତାହା ଆମକୁ ସଂକ୍ଷେପରେ କୁହନ୍ତୁ। ମୋକ୍ଷଦାୟକ ପୁଣ୍ୟକ୍ଷେତ୍ରମାନଙ୍କର ବର୍ଣ୍ଣନା, କାଳ ବିଶେଷରେ ବିଭିନ୍ନ ନଦୀ ଜଳରେ ସ୍ନାନ କରିବାର ଉତ୍ତମ ଫଳ ତଥା ତୀର୍ଥକ୍ଷେତ୍ରରେ ପାପରୁ ଦୂରେଇ ରହିବାକୁ ଚେତାବନୀ। ସୂତ କହୁଛନ୍ତି, ହେ ବିଦ୍ୱାନ ଏବଂ ବୁଦ୍ଧିମାନ ମହର୍ଷିଗଣ, ମୋକ୍ଷଦାୟକ ଶିବକ୍ଷେତ୍ରର ବର୍ଣ୍ଣନା ଶୁଣ। ଏହାପରେ ମୁଁ ଲୋକରକ୍ଷଣ ପାଇଁ ଶିବ ସମ୍ବନ୍ଧୀୟ ଆଗାମୀ ବିଷୟରେ ବର୍ଣ୍ଣନା କରିବି।
ପର୍ବତ, ବନ ଓ କାନନ ସମସ୍ତେ ଏହି ପୃଥିବୀର ବିସ୍ତାର ହେଉଛି 50 କୋଟି ଯୋଜନ। ଭଗବାନ ଶିବଙ୍କ ଆଜ୍ଞାରେ ପୃଥିବୀ ସମସ୍ତ ଜଗତକୁ ଧାରଣ କରିଛି। ଭଗବାନ ଶିବ ଭୂତଳରେ ବିଭିନ୍ନ ସ୍ଥାନରେ ସେଠାରେ ନିବାସଙ୍କୁ କୃପାପୂର୍ବକ ମୋକ୍ଷ ଦେବା ପାଇଁ ଶିବକ୍ଷେତ୍ର ସୃଷ୍ଟି କରିଛନ୍ତି। କେତେକ କ୍ଷେତ୍ରକୁ ଦେବତା ଓ ଋଷିମାନେ ଆପଣ ବାସସ୍ଥାନ କରି ଅନୁଗୃହୀତ କରିଛନ୍ତି। ସେଥିପାଇଁ ସେହି ସ୍ଥାନର ତୀର୍ଥକୁ ପ୍ରକଟ ହୋଇଯାଇଛି। ଆଉ କେତେକ କ୍ଷେତ୍ର ଜଗତର ରକ୍ଷଣ ପାଇଁ ସ୍ୱୟଂ ଆପେ ଆପେ ଉଦ୍ଭୂତ ହୋଇଛନ୍ତି। ତୀର୍ଥ ଓ କ୍ଷେତ୍ରକୁ ଗଲେ ମନୁଷ୍ୟ ସେଠାରେ ସ୍ନାନ, ଦାନ ଓ ଜପ ଇତ୍ୟାଦି କରିବା ଉଚିତ। ଅନ୍ୟଥା ସେ ରୋଗ, ଦରିଦ୍ରତା ଓ ମୂକତ୍ୱ ଆଦି ଦୋଷର ଭାଗୀ ହୋଇଥାଏ। ଯେଉଁ ମନୁଷ୍ୟ ଭାରତବର୍ଷ ଭିତରେ ମୃତ୍ୟୁବରଣ କରେ, ସେ ତାର ପୁଣ୍ୟ ବଳରେ ବ୍ରହ୍ମଲୋକରେ ବାସ କରି ପୁଣ୍ୟ କ୍ଷୟ ହେବା ପରେ ପୁନଃ ମନୁଷ୍ୟ ଜନ୍ମ ପାଏ। କିନ୍ତୁ ପାପୀ ମନୁଷ୍ୟ ପାପ କରି ଦୁର୍ଗତିରେ ପଡ଼େ। ବ୍ରାହ୍ମଣଗଣ, ପୁଣ୍ୟକ୍ଷେତ୍ରରେ ପାପକର୍ମ କଲେ ପାପ ଆହୁରି ଦୃଢ଼ ହୋଇଥାଏ। ତେଣୁ ପୁଣ୍ୟକ୍ଷେତ୍ରରେ ବାସ କଲାବେଳେ ସୂକ୍ଷ୍ମାତିସୂକ୍ଷ୍ମ ଅଥବା ସାମାନ୍ୟ ବି ପାପ ନ କରିବା ଉଚିତ। ସିନ୍ଧୁ ଓ ଶତଦ୍ର ନଦୀର ତଟରେ ବହୁତ ପୁଣ୍ୟକ୍ଷେତ୍ର ଅଛି। ସରସ୍ୱତୀ ନଦୀ ପରମ ପବିତ୍ର ଓ 60 ମୁଖଯୁକ୍ତ, ଅର୍ଥାତ୍ ତାହାର 60 ଧାରା ଅଛି। ବିଦ୍ୱାନ୍ ଲୋକ ସେହି ଧାରାମାନଙ୍କ ତଟରେ ନିବାସ କଲେ ସେମାନେ କ୍ରମଶଃ ବ୍ରହ୍ମପଦକୁ ପ୍ରାପ୍ତ ହୁଅନ୍ତି। ହିମାଳୟରୁ ବାହାରିଥିବା ପୁଣ୍ୟସଳିଳା ଗଙ୍ଗା 100 ମୁଖଯୁକ୍ତ। ତାହାର ତଟରେ କାଶୀ, ପ୍ରୟାଗ ଆଦି ଅନେକ ପୁଣ୍ୟକ୍ଷେତ୍ର ଅଛି। ମକର ରାଶିକୁ ସୂର୍ଯ୍ୟ ଗଲେ ସେଠାକାର ଗଙ୍ଗା ତଟବର୍ତ୍ତୀ ଭୂମି ଆହୁରି ଅଧିକ ପ୍ରଶସ୍ତ ଓ ପୁଣ୍ୟଦାୟକ ହୋଇଯାଏ। ସୋଣଭଦ୍ର ନଦୀର 10ଟି ଧାରା ଅଛି। ବୃହସ୍ପତି ମକର ରାଶିକୁ ଆସିଲେ ତାହା ଅତ୍ୟନ୍ତ ପବିତ୍ର ଓ ଅଭୀଷ୍ଟ ଫଳଦାୟୀ ହୋଇଥାଏ। ସେହିପରି ସେଠାରେ ସ୍ନାନ ଓ ଉପବାସ କଲେ ବିନାୟକ ପଦପ୍ରାପ୍ତି ହୁଏ। ପୁଣ୍ୟସଳିଳା ନଦୀରେ ନର୍ମଦାର 24ଟି ମୁଖ ରହିଛି। ସେଥିରେ ସ୍ନାନ ବା ତାହା ତଟରେ ନିବାସ କଲେ ମନୁଷ୍ୟକୁ ବୈଷ୍ଣବ ପ୍ରାପ୍ତି ହୁଏ। ତମସାର 12ଟି ତଥା ରେବାର 10ଟି ମୁଖ ଅଛି। ପରମ ପୁଣ୍ୟଦାୟୀ ଗୋଦାବରୀର 21ଟି ମୁଖ ଅଛି। ତାହା ବ୍ରହ୍ମହତ୍ୟା ଓ ଗୋହତ୍ୟା ପାପକୁ ମଧ୍ୟ ନାଶ କରିଥାଏ ଏବଂ ରୁଦ୍ରଲୋକ ପ୍ରଦାନ କରାଇଥାଏ। କୃଷ୍ଣାବେଣୀ ନଦୀର ଜଳ ଅତ୍ୟନ୍ତ ପବିତ୍ର। ତାହା ସମସ୍ତ ପାପକୁ ଧୋଇ ଦେଇଥାଏ। ତାହାର 18ଟି ମୁଖ ରହିଛି ବୋଲି କୁହାଯାଇଛି। ତାହା ବିଷ୍ଣୁଲୋକକୁ ପ୍ରଦାନ କରାଯାଇଥାଏ। ତୁଙ୍ଗଭଦ୍ରାର 10ଟି ମୁଖ ଅଛି। ତାହା ବ୍ରହ୍ମଲୋକକୁ ପ୍ରଦାୟକ। ପୁଣ୍ୟସଳିଳା ସୁବର୍ଣ୍ଣ ମୁଖରର 9ଟି ମୁଖ ଅଛି ବୋଲି କୁହାଯାଏ। ବ୍ରହ୍ମଲୋକରେ ଫେରନ୍ତା ପ୍ରାଣୀ ତାହାର କୂଳରେ ଜନ୍ମ ଲାଭ କରିଥାନ୍ତି। ସରସ୍ୱତୀ ନଦୀ, ପମ୍ପା ସରୋବର, କନ୍ୟାକୁମାରୀ, ଅନ୍ତରାପ ଓ ଶୁଭକାରକ ଶ୍ଵେତ ନଦୀ ଏସବୁ ପୁଣ୍ୟକ୍ଷେତ୍ର ଅଟନ୍ତି। ଏମାନଙ୍କ ତଟରେ ନିବାସ କଲେ ଇନ୍ଦ୍ରଲୋକ ପ୍ରାପ୍ତି ହେବ। ସହ୍ୟ ପର୍ବତରୁ ବାହାରିଥିବା ମହାନଦୀ କାବେରୀ ପରମ ପୁଣ୍ୟମୟୀ। ତାହାର 27ଟି ମୁଖ ଥିବା କୁହାଯାଏ। ତାହା ସମସ୍ତ ଅଭୀଷ୍ଟ ବସ୍ତୁ ପ୍ରଦାନକାରିଣୀ। ତାହାର ତଟ ସ୍ୱର୍ଗଲୋକ ପ୍ରଦାୟକ ତଥା ବ୍ରହ୍ମା ଓ ବିଷ୍ଣୁଙ୍କ ପଦ ପ୍ରଦାୟକ। କାବେରୀର ଯେଉଁ ତଟ ଶ୍ରୀକ୍ଷେତ୍ରର ଅନ୍ତର୍ଗତ, ତାହା ଅଭୀଷ୍ଟ ଫଳ ଦେବା ସହିତ ଶିବଲୋକ ପ୍ରଦାନ କରିଥାଏ। ସୂର୍ଯ୍ୟ ଓ ବୃହସ୍ପତି ମେଷ ରାଶିକୁ ଆସିବା ଦ୍ୱାରା ସମୟରେ ନୈମିଷାରଣ୍ୟ ତଥା ବଦରିକାଶ୍ରମରେ ସ୍ନାନ କଲେ ସେହି ସ୍ନାନ ପୂଜନ ଆଦି ବ୍ରହ୍ମଲୋକ ହୁଏ ବୋଲି ଜାଣ। ସିଂହ ଓ କର୍କଟ ରାଶିକୁ ସୂର୍ଯ୍ୟ ଆସିଯିବା ପରେ ସିନ୍ଧୁ ନଦୀରେ କରାଯାଇଥିବା ସ୍ନାନ ଓ କେଦାର ତୀର୍ଥର ଜଳପାନ ଜ୍ଞାନଦାୟକ ବୋଲି ଧରାଯାଇଥାଏ। ବୃହସ୍ପତି ସିଂହ ରାଶିରେ ଥିଲାବେଳେ ସିଂହ ସଂକ୍ରାନ୍ତିଯୁକ୍ତ ଭାଦ୍ର ମାସରେ ଯଦି ଗୋଦାବରୀରେ ସ୍ନାନ କରାଯାଏ, ତେବେ ତାହା ଶିବଲୋକ ପ୍ରାପ୍ତି କରାଇଥାଏ। ଏହା ପୂର୍ବକାଳରେ ସ୍ୱୟଂ ଭଗବାନ ଶିବ କହିଥିଲେ। ସୂର୍ଯ୍ୟ ଓ ବୃହସ୍ପତି
କନ୍ୟା ରାଶିରେ ଥିବାବେଳେ ଯମୁନା ଓ ସୋଣଭଦ୍ରରେ ସ୍ନାନ କରିବା ଉଚିତ। ସେହି ସ୍ନାନରେ ଧର୍ମରାଜ ଓ ଗଣେଶଙ୍କ ଲୋକର ମହାନ ଭୋଗ ପ୍ରଦାନ କରାଯାଏ। ଏହାଦ୍ୱାରା ମହର୍ଷିମାନେ ଧାରଣ। ସୂର୍ଯ୍ୟ ଓ ବୃହସ୍ପତି ତୁଳା ରାଶିରେ ଥିଲାବେଳେ କାବେରୀରେ ସ୍ନାନ କଲେ ସେହି ସ୍ନାନ ବିଷ୍ଣୁଙ୍କ ଚରଣରେ ମହିମାରେ ହିଁ ସମସ୍ତ ଅଭୀଷ୍ଟ ବସ୍ତୁ ପ୍ରଦାନ କରିଥାଏ ବୋଲି କଥିତ ଅଛି। ସୂର୍ଯ୍ୟ ଓ ବୃହସ୍ପତି ବିଛା ରାଶିରେ ଥିଲାବେଳେ ମାର୍ଗଶିର ମାସରେ ନର୍ମଦାରେ ସ୍ନାନ କଲେ ବିଷ୍ଣୁ ଲୋକ ପ୍ରାପ୍ତ ହୋଇଥାଏ। ରବି ଓ ଗୁରୁ ଧନୁରାଶିରେ ସ୍ଥିତ ହେଲାବେଳେ ସୁବର୍ଣ୍ଣ ମୁଖରୀ ନଦୀରେ ସ୍ନାନ କଲେ ତାହା ଶିବଲୋକ ପ୍ରଦାନକାରୀ ହୋଇଥାଏ ବୋଲି ବ୍ରହ୍ମା କହିଛନ୍ତି। ସୂର୍ଯ୍ୟ ଓ ବୃହସ୍ପତି ମକର ରାଶିରେ ଥିଲାବେଳେ ମାଘ ମାସର ଗଙ୍ଗାରେ ସ୍ନାନ କରିବା ଉଚିତ। ବ୍ରହ୍ମାଙ୍କ ବଚନାନୁସାରେ ସେହି ସ୍ନାନ ଶିବଲୋକ ପ୍ରାପ୍ତି କରାଯାଇଥାଏ। ଶିବଲୋକ ପରେ ବ୍ରହ୍ମା ଓ ବିଷ୍ଣୁଙ୍କ ସ୍ଥାନରେ ସୁଖ ଭୋଗ କରି ଶେଷରେ ବ୍ୟକ୍ତିଙ୍କୁ ଜ୍ଞାନ ପ୍ରାପ୍ତି ହୋଇଥାଏ। ମାଘ ମାସରେ ତଥା ସୂର୍ଯ୍ୟ କୁମ୍ଭ ରାଶିରେ ଥିବାବେଳେ ଫାଲ୍ଗୁନ ମାସ ଗଙ୍ଗା ତଟରେ କରାଯାଇଥିବା ଶ୍ରାଦ୍ଧ ଓ ପିଣ୍ଡଦାନ ଅଥବା ତିଳଦାନ ପିତାଙ୍କ ଅଜାଙ୍କ କୁଳର ଅନେକ ପିଢ଼ିକୁ ତାରି ଦେଇଥାଏ। ସୂର୍ଯ୍ୟ ଓ ବୃହସ୍ପତି ମୀନ ରାଶିରେ ଥିଲାବେଳେ କୃଷ୍ଣବେଣୀ ନଦୀରେ କରାଯାଇଥିବା ସ୍ନାନକୁ ଋଷିମାନେ ପ୍ରଶଂସା କରିଛନ୍ତି। ଉପରୋକ୍ତ ମାସମାନଙ୍କର ଯଥୋକ୍ତ ତୀର୍ଥମାନଙ୍କର କରାଯାଇଥିବା ସ୍ନାନ ଇନ୍ଦ୍ରପଦ ପ୍ରାପ୍ତ କରାଯାଇଥାଏ। ବିଦ୍ୱାନ ପୁରୁଷ ଗଙ୍ଗା ଅଥବା କାବେରୀ ନଦୀର ଆଶ୍ରୟ ନେଇ ତୀର୍ଥବାସ କରିବା ଉଚିତ। ଏହିପରି କଲେ ତତ୍କାଳ ଘଟିତ ହୋଇଥିବା ପାପ ନିଶ୍ଚୟ ନଷ୍ଟ ହୋଇଥାଏ। ଅନେକ କ୍ଷେତ୍ର ରୁଦ୍ରଲୋକ ପ୍ରଦାନ କରାଇଥାନ୍ତି। ତାମ୍ରପର୍ଣ୍ଣୀ ଓ ବେଗବତୀ ନଦୀ ବ୍ରହ୍ମଲୋକ ପ୍ରାପ୍ତି ରୂପେ ଫଳ ପ୍ରଦାନ କରନ୍ତି। ଏ ଦୁହିଁଙ୍କ ତଟରେ ଅନେକ ସ୍ୱର୍ଗଦାୟକ କ୍ଷେତ୍ର ଅଛି। ଏ ଦୁହିଁଙ୍କ ମଧ୍ୟଭାଗରେ ବହୁତ ପୁଣ୍ୟପ୍ରଦ କ୍ଷେତ୍ର ରହିଛି। ସେଠାରେ ନିବାସକାରୀ ବିଦ୍ୱାନ ବ୍ୟକ୍ତିଙ୍କ ଯଥୋକ୍ତ ଫଳରେ ଭାଗୀ ହୋଇଥାଏ। ସଦାଚାର, ଉତ୍ତମ ବୃତ୍ତି ତଥା ସଦ୍ଭାବନା ସହିତ ମନରେ ଦୟା ଭାବ ରଖି ବିଦ୍ୱାନ ବ୍ୟକ୍ତି ତିଥିରେ ନିବାସ କରିବା ଉଚିତ, ଯେଉଁଥିରେ ନଚେତ୍ ତୀର୍ଥବାସର ଫଳ ମିଳେ ନାହିଁ। ପୁଣ୍ୟ କ୍ଷେତ୍ରରେ କରାଯାଇଥିବା ଛୋଟିଆ ପୁଣ୍ୟ ମଧ୍ୟ ଅନେକ ପ୍ରକାରର ବୃଦ୍ଧି ପ୍ରାପ୍ତ ହୋଇଥାଏ ଏବଂ ସେଠାରେ କରାଯାଇଥିବା ଛୋଟିଆ ପାପ ମଧ୍ୟ ବହୁତ ବଡ଼ ପାପ ହୋଇଯାଇଥାଏ। ଯଦି କେହି ପୁଣ୍ୟ କ୍ଷେତ୍ରରେ ରହି ଜୀବନ ବିତାଇବାକୁ ଇଚ୍ଛା କରେ ତେବେ ସେହି ପୁଣ୍ୟ ସଂକଳ୍ପ ମାତ୍ରକେ ହିଁ ତାର ସମସ୍ତ ପାପ ନଷ୍ଟ ହୋଇଯାଏ, କାରଣ ପୁଣ୍ୟକୁ ଐଶ୍ୱର୍ଯ୍ୟଦାୟକ କୁହାଯାଇଛି। ବ୍ରାହ୍ମଣଗଣ ତୀର୍ଥବାସନା ଜନିତ ପୁଣ୍ୟ କାୟିକ ବାଚିକ ଓ ମାନସିକ ସମସ୍ତ ପାପକୁ ନଷ୍ଟ କରିଦିଏ। ତୀର୍ଥରେ କରାଯାଇଥିବା ମାନସିକ ପାପ ବ୍ରଜଲେପ ହୋଇଯାଇଥାଏ, ତାହା ଅନେକ କଳ୍ପ ପର୍ଯ୍ୟନ୍ତ ପିଛା ଛାଡ଼େ ନାହିଁ। ସେପରି ପାପ କେବଳ ଧ୍ୟାନ ଦ୍ୱାରା ନଷ୍ଟ ହୋଇଥାଏ, ଅନ୍ୟ କୌଣସି ଉପାୟରେ ନୁହେଁ। ବାଚିକା ପାପ ଜପ ଦ୍ୱାରା ଓ କାୟିକ ପାପ ଶରୀରକୁ ଶୁଖାଇବା ପରି କଠୋର ତପସ୍ୟା ଦ୍ୱାରା ନଷ୍ଟ ହୋଇଥାଏ। ତେଣୁ ସୁଖ ଚାହୁଁଥିବା ବ୍ୟକ୍ତି ଦେବତାଙ୍କୁ ପୂଜା କରିବା ଓ ବ୍ରାହ୍ମଣଙ୍କୁ ଦାନ ଦେବା ସହିତ ପାପରୁ ଦୂରେଇ ରହି ତୀର୍ଥବାସ କରିବା ଉଚିତ। ହର ହର ମହାଦେବ।